ଜୟଗୁରୁ ସତ୍ସଙ୍ଗ କେନ୍ଦ୍ରରେ ବସିଛି। ପ୍ରାର୍ଥନା ସମୟ ଆଗତ ମନେ ପଡ଼ିଲା ଗୋଟେ କଥା। କେଷ୍ଟଦା ଥରେ ଶ୍ରୀ ଠାକୁରଙ୍କୁ କହୁଛନ୍ତି ଯେ ଆପଣ ତ କହିଲେ ପରିବେଶ ପାଇଁ ତୁମେ ଦାୟୀ। ସେଇ କଥାଟା ଓଲଟାଇ ପରିବେଶ ତ କହିପାରେ ଆମର ଦୁଃଖ ଦୁର୍ଦ୍ଦଶା ପାଇଁ ଅମୁକ ଦାୟୀ। ଶ୍ରୀ ଠାକୁର ହସି କହୁଛନ୍ତି ଭୁଲ ବୁଝିଲ ରାମ, ଅନ୍ୟ କାହାର ଯଦି ଦୋଷ ବି ଥାଏ ତାପରେ ସେ ଦୋଷଟା ଲଦି ଦେଇ ମୋର ବା ଲାଭ କ'ଣ? ବରଂ ମୋତେ ଆତ୍ମନିୟନ୍ତ୍ରଣ ହେବା ପାଇଁ ପଡ଼ିବ, ତତ୍ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ନିୟନ୍ତ୍ରଣ କରିବା ପାଇଁ ପଡ଼ିବ। ତାହେଲେ ମୁଁ ଲାଭାନ୍ୱିତ ହେବି। ମୋର ଦୁଃଖ କଷ୍ଟ ପାଇଁ ଅନ୍ୟମାନେ ଯେତେ ଦାୟୀ ହୁଅନ୍ତୁ ବା ନ ହୁଅନ୍ତୁ, ମୂଳତଃ ମୁଁ ଦାୟୀ। ମୁଁ ମୋର ଦାୟିତ୍ୱଟାକୁ ଏଡ଼ାଇ ଦେଇ ଅନ୍ୟମାନଙ୍କୁ ଯେତେ ଦାୟୀ କରୁଥିବି ସେମାନେ ସେତେ କ୍ଷିପ୍ତ ହେବେ, ଆଉ ସେମାନଙ୍କ ଦ୍ୱାରା ବି ମୋର କୌଣସି ଲାଭ ହେବ ନାହିଁ। ସେଥିପାଇଁ କହେ ସେଇଟା ପଥ ନୁହେଁ। ପ୍ରତ୍ୟେକ କାର୍ଯ୍ୟ ପାଇଁ ମୁଁ ନିଜକୁ ନିଜେ ପ୍ରଥମେ ଦାୟୀ ହେବି ଏବଂ ପ୍ରତ୍ୟେକଙ୍କୁ ମଧ୍ୟ କୁହେ। ଶ୍ରୀ ଠାକୁର କହୁଛନ୍ତି ଏ କଥା। ସେଥିପାଇଁ ମୁଁ ନିଜକୁ ନିଜେ ଦାୟୀ କରେ ଏବଂ ପ୍ରତ୍ୟେକଙ୍କୁ ମଧ୍ୟ କହିଥାଏ ନିଜକୁ ନିଜେ ଦାୟୀ କରିବା ପାଇଁ। ଏହା ଯଦି ଆଧାର ନ ହୁଏ, ମୂଳ ଆଧାର ନ ହୁଏ, ଏହା ଯଦି ମୂଳ ଆଧାର ନ ହୁଏ ତେବେ କୌଣସି ସଂଶୋଧନ ହେବ ନାହିଁ, ସମାଧାନ ହେବ ନାହିଁ। ଏହା ହିଁ ହେଉଛି ଆର୍ଯ୍ୟ ମାନଦଣ୍ଡ, ଏହା ହିଁ ହେଉଛି ଧର୍ମ। ଆଉ କୃଷ୍ଟି ଚିରକାଳ ଏଇ କଥା ହିଁ କହିଛି। ଆଲୋଚନା ପ୍ରସଙ୍ଗର ତୃତୀୟ ଖଣ୍ଡରେ ଶ୍ରୀ ଠାକୁର ଅତି ପ୍ରାଞ୍ଜଳ ଭାବରେ କହିଛନ୍ତି। ଜୟଗୁରୁ।